ଏବେ ପଢ଼ିବା ସଂରାଷ୍ଟ୍ର ବା ରାଷ୍ଟ୍ରମଣ୍ଡଳ। ସଂରାଷ୍ଟ୍ର ବା ରାଷ୍ଟ୍ରମଣ୍ଡଳ ତା ମାନେ ହେଲା କିଛି କିଛି ଦେଶ ଯେଉଁଗୁଡ଼ାକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର, ସେମାନେ ନିଜ ଇଚ୍ଛାରେ ସେମାନେ କ'ଣ କଲେ, ଗୋଟିଏ ଗୋଟିଏ କମିଟି କଲା ଭଳିଆ ଗୋଟେ ଅର୍ଗାନାଇଜେସନ୍ ବା ସଂସ୍ଥା ଗଢ଼ିଲେ, ଯେଉଁଟା ହେଉଛି ମାନେ ସଂରାଷ୍ଟ୍ର ବା ରାଷ୍ଟ୍ରମଣ୍ଡଳ। ତାକୁ ଇଂଲିଶରେ କହୁଛନ୍ତି କନଫେଡେରେସନ୍। ଯେମିତି UNO ୟୁନାଇଟେଡ୍ ନେସନ୍ସ ଅର୍ଗାନାଇଜେସନ୍, କମନୱେଲ୍ଥ ଅଫ୍ ନେସନ୍ସ, ସାର୍କ, ସାଉଥ ଏସିଆ ଆଟଲାଣ୍ଟିକ୍ ରିସର୍ଚ୍ଚ କର୍ପୋରେସନ୍, ୟୁରୋପିଆନ୍ ୟୁନିୟନ୍ ବା ୟୁରୋପୀୟ ସଂଘ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ନନ୍ ଆଲାଇନମେଣ୍ଟ ମୁଭମେଣ୍ଟ, ଓପେକ୍, ଏଇସବୁ ମାନେ ଏମାନେ କ'ଣ କଲେ, କିଛି କିଛି ଦେଶ ମିଶିକି ଗୋଟେ ଅର୍ଗାନାଇଜେସନ୍ କଲେ, ଯେଉଁଟାକୁ କୁହାଯାଉଛି ରାଷ୍ଟ୍ରମଣ୍ଡଳ ବା ସଂରାଷ୍ଟ୍ର। ଏଗୁଡ଼ିକ ହେଉଛି ସଦସ୍ୟ ରାଷ୍ଟ୍ରମାନଙ୍କର ନିର୍ଦ୍ଦିଷ୍ଟ ସାଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ନିମନ୍ତେ ଏକ ଚୁକ୍ତି ବା ରାଜିନାମା ବଳରେ ଏହା ଗଠିତ ହୋଇଥାଏ। ଏହା ଅସ୍ଥାୟୀ। ସଦସ୍ୟ ରାଷ୍ଟ୍ରମାନେ ଯେକୌଣସି ମୁହୂର୍ତ୍ତରେ ଏଥିରୁ ଓହରି ଯାଇପାରିବେ। ବୁଝିଲା? ରାଷ୍ଟ୍ରମଣ୍ଡଳ ବା ରାଷ୍ଟ୍ରସଂଘରେ ଯେମିତି ନାମରେ ଆମେ ଦେଖିଥିଲେ ହେଉଛି ଭାରତ, ଆଉ କିଏ ଯେଉଁ ଗୋଷ୍ଠୀ ନିରପେକ୍ଷତା ପଢ଼େଇଲା ବେଳେ କ'ଣ କହିଥିଲି, 3-4ଟା ଦେଶ ଯେଉଁ ମିଶିକି କରିଥିଲେ, ଜବାହରଲାଲ ନେହେରୁ, ସୁକାର୍ଣ୍ଣୋ, ମାର୍ଶାଲ ଟିଟୋ, ନାସେର, ଇଜିପ୍ଟର ନାସେର, ସବୁ ଯେଉଁ କହିଥିଲି ପଢ଼େଇଲା ବେଳେ ଟିକେ ଟିକେ ମନେ ପଡ଼ୁଛି ନା? ବୁଝିପାରୁଛ ନା? ସେମାନେ ଯେମିତି ମିଶିକି ଗୋଟେ କରିଥିଲେନି କି ନାମ ନନ୍ ଆଲାଇନମେଣ୍ଟ ମୁଭମେଣ୍ଟ, ଯେମିତି ଭାରତ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ ଆଉ ଚୀନର ଲାଉ, କ'ଣ ଗୋଟେ ସେ ଯେଉଁ ଥିଲା ମନେ ପଡ଼ୁନି ତୋର, ସମସ୍ତେ ମିଶିକି କରିଥିଲେ। ସେଠିରେ କ'ଣ ମାନେ ରାଷ୍ଟ୍ରମଣ୍ଡଳରେ ହେଉଛି ମାନେ ଯେତେବେଳେ ଯେଉଁ ଦେଶଟା ବାହାରି ପାରିବ ହେଲା, କିନ୍ତୁ ଫେଡେରାଲରେ ନୁହେଁ। ଯେଉଁ ୟା ପୂର୍ବରୁ ଯେଉଁଟା ପଢ଼ଉଥିଲି ରାଷ୍ଟ୍ର ସଂଘ, ସେଥିରେ ଯେତେବେଳେ ମନ ଇଚ୍ଛା ଜଣେ ବାହାରିକି ଯାଇପାରିବନି, ବୁଝୁଛି? କିନ୍ତୁ ଏଥିରେ ଜଣେ ମନ ଇଚ୍ଛା ଯାଇପାରିବ, ମନ ଇଚ୍ଛା ଆସିପାରିବ। ଏଇଟା ଗୋଟେ ଅସ୍ଥାୟୀ ସଂଘ ହେଲା। ତାପରେ ରାଷ୍ଟ୍ରସଂଘ ସଂରାଷ୍ଟ୍ର ମଧ୍ୟରେ ପାର୍ଥକ୍ୟ କ'ଣ? ରାଷ୍ଟ୍ରସଂଘଟା ହେଉଛି ସ୍ଥାୟୀ, କିନ୍ତୁ ସଂରାଷ୍ଟ୍ରଟା ହେଉଛି ଅସ୍ଥାୟୀ। ବୁଝିହେଲା? ରାଷ୍ଟ୍ରସଂଘରେ ରାଜ୍ୟ ଓ ପ୍ରଦେଶମାନେ ସଦସ୍ୟ ଅଟନ୍ତି, କିନ୍ତୁ ସଂରାଷ୍ଟ୍ରରେ ରାଷ୍ଟ୍ରମାନେ ହିଁ ସଦସ୍ୟ। ସଂରାଷ୍ଟ୍ର କନଫେଡେରେସନରେ ଦେଶ ଗୁଡ଼ା ହେଉଛନ୍ତି ତାର ସଦସ୍ୟ, କିନ୍ତୁ ରାଷ୍ଟ୍ରସଂଘରେ ଦେଶ ଭିତରେ ଯେଉଁ ରାଜ୍ୟ ଗୁଡ଼ା ଅଛନ୍ତି ସେଇଟା ହେଉଛନ୍ତି ତାର ସଦସ୍ୟ। ବୁଝିହେଲା? ରାଷ୍ଟ୍ରସଂଘ ସମ୍ବିଧାନ ଦ୍ୱାରା ପରିଚାଳିତ, କିନ୍ତୁ ସଂରାଷ୍ଟ୍ର ଚୁକ୍ତି ଦ୍ୱାରା ପରିଚାଳିତ। ରାଷ୍ଟ୍ରସଂଘ ପାଇଁ ଗୋଟେ ସମ୍ବିଧାନ ଥାଏ, ଯେମିତି ଆମ ଭାରତରେ ଅଛି, ଇଂଲଣ୍ଡ ଆମେରିକାର ଅଛି, ଫ୍ରାନ୍ସରେ ଅଛି, ଚାଇନାରେ ଅଛି, ଯେମିତି ସବୁ ସେମିତି ସଂରାଷ୍ଟ୍ରରେ ଏଗ୍ରିମେଣ୍ଟ ବା ଚୁକ୍ତି ଦ୍ୱାରା କରାଯାଇଥାଏ। ସବୁ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସିଗ୍ନେଚର କରିକି ଗୋଟେ ସଂଘ କରିକି କରିଥାନ୍ତି। ବୁଝିଲା? ତାପରେ ରାଷ୍ଟ୍ରସଂଘର ସଦସ୍ୟମାନଙ୍କ ମଧ୍ୟରେ ହେଉଥିବା ଯୁଦ୍ଧକୁ ଗୃହ ଯୁଦ୍ଧ କୁହାଯାଏ, କିନ୍ତୁ ସଂରାଷ୍ଟ୍ରରେ ସଦସ୍ୟମାନଙ୍କ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧକୁ ଆନ୍ତର୍ଜାତୀୟ ଯୁଦ୍ଧ ବା ଇଣ୍ଟରନ୍ୟାସନାଲ ୱାର କୁହାଯାଏ। ବୁଝିଲା? ତାପରେ ଭାରତୀୟ ରାଷ୍ଟ୍ରସଂଘବାଦର ସାମ୍ପ୍ରତିକ ଧାରା। ପ୍ରଫେସର କେସି ହୁଏରଙ୍କ ମତରେ ଯୁଦ୍ଧ ଅର୍ଥନୀତି ଅବରୋହ, ସମାଜ ସେବାର ବିକାଶ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଯାନ୍ତ୍ରିକ ବିପ୍ଳବ କେନ୍ଦ୍ର ସରକାରକୁ ଅଧିକ ଶକ୍ତିଶାଳୀ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ସୁଇଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା ଓ ଭାରତର ରାଷ୍ଟ୍ରସଂଘ ବ୍ୟବସ୍ଥା ଅନୁଧ୍ୟାନରୁ ଜଣାଯାଏ ଯେ ଏହି ବ୍ୟବସ୍ଥା ଦ୍ରୁତ ଅବକ୍ଷୟମାନ ଓ ପତନ ଅଭିମୁଖେ ଧାବମାନ। ଏକକ ରାଜନୈତିକ ଦଳର ଆଧିପତ୍ୟ, ନ୍ୟାୟପାଳିକାର ରାୟ, ଜାତୀୟ ସ୍ୱାଭିମାନର ପ୍ରଶ୍ନ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି। ଆଶ୍ୱାସନାର ବିଷୟ ଏହି ଯେ ସଂଘବାଦର ସମୂଳ ବିନାଶ ପରିବର୍ତ୍ତେ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସହଯୋଗୀ ସଂଘବାଦ ଦେଖିବାକୁ ମିଳୁଛି ବା କୋଅପରେଟିଭ ଫେଡେରାଲିଜିମ୍ ଦେଖିବାକୁ ମିଳୁଛି। ତାପରେ ଭାରତୀୟ ରାଷ୍ଟ୍ରସଂଘବାଦର ବୈଶିଷ୍ଟ୍ୟ, ମାନେ ସମ୍ବିଧାନର ପ୍ରଥମ ଧାରାରେ କୁହାଯାଇଛି, ଭାରତ ରାଜ୍ୟମାନଙ୍କର ଏକ ସଂଘ ବା ୟୁନିୟନ ଅଫ୍ ଷ୍ଟେଟ୍ସ। ଭାରତ ସମ୍ପୂର୍ଣ୍ଣ ରୂପେ ଏକ ସଂଘୀୟ ଏବଂ ଏକ ଐକିକ ରାଷ୍ଟ୍ର ନୁହେଁ, ବରଂ ଉଭୟର ଏକ ସମ୍ମିଶ୍ରଣ ରୂପ। ପ୍ରଫେସର କେସି ହୁଏର ଏକୁ କହିଛନ୍ତି
କ'ଣ କହିଛନ୍ତି କ୍ୱାସି ଫେଡେରାଲ ବା ଅର୍ଦ୍ଧ ରାଷ୍ଟ୍ରସଂଘ। ଏଇଟା ମନେ ରଖିବାକୁ ପଡ଼ିବ। କେସି ହୁଏର କହିଛନ୍ତି ଭାରତର ରାଷ୍ଟ୍ରସଂଘକୁ ଅର୍ଦ୍ଧ ରାଷ୍ଟ୍ରସଂଘ ବା କ୍ୱାସି ଫେଡେରାଲ ଷ୍ଟେଟ୍। ଆଉ ସମ୍ବିଧାନର ପ୍ରଥମ ଧାରାରେ ଅଛି ଭାରତ ରାଜ୍ୟମାନଙ୍କର ଏକ ସଂଘ। ଆମର ଭାରତର ସାଧାରଣତନ୍ତ୍ର 28ଟି ରାଜ୍ୟ ଆଉ 8ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇକି ଗଠିତ। ବୁଝିହେଲା। ଭାରତ ଆକୃତିରେ ସଂଘୀୟ ଓ କାର୍ଯ୍ୟତଃ ଐକିକ ଅଟେ, ମାନେ ୟୁନିଟାରୀ ଇନ୍ ସ୍ପିରିଟ୍ ଫେଡେରାଲ ଇନ୍ ନେଚର, ବା ଆକୃତିରେ ସଂଘୀୟ ଆଉ କାର୍ଯ୍ୟରେ ଐକିକ ଅଟେ। କାର୍ଯ୍ୟରେ କେମିତି ଐକିକ ଅଟେ ପଢ଼ିଲା ବେଳେ କହିଥିଲି, ମାନେ କ'ଣ କହିଥିଲି, ଜାତୀୟ ଜରୁରୀ ପରିସ୍ଥିତି ଯେତେବେଳେ ପରିସ୍ଥିତି ଆସେ ସେତେବେଳେ ଗୋଟିଏ ହେଇଯାଏ, ମାନେ କେନ୍ଦ୍ର ପାୱାରଫୁଲ୍ ହେଇଯାଏ। ବୁଝିହେଲା। ତାପରେ ଭାରତ ସମ୍ବିଧାନ ଲିଖିତ ଓ ଆଂଶିକ ଅନମନୀୟ। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇ ପ୍ରକାର ସରକାର ଅଛି। ସମ୍ବିଧାନ ଦ୍ୱାରା କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବିଭାଜନ ବିତରଣ କରାଯାଇଛି। ଭାରତ ଏକ ସ୍ୱାଧୀନ ନିରପେକ୍ଷ ନ୍ୟାୟାଳୟ ରହିଛି ଭାରତରେ। ରାଷ୍ଟ୍ରସଂଘର ଢାଞ୍ଚାଗତ ଆବଶ୍ୟକତା ପୂରଣ ହେଉଥିଲେ ମଧ୍ୟ ମାତ୍ରାଗତ ଆବଶ୍ୟକତାକୁ ବିଚାରକୁ ନେଲେ ରାଷ୍ଟ୍ରସଂଘର ଦୁର୍ବଳତା ପ୍ରକାଶ ପାଏ। ସପ୍ତମ ଅନୁସୂଚୀରେ ପ୍ରଦତ୍ତ 3ଗୋଟି ତାଲିକା ବର୍ଣ୍ଣନା କରାଯାଇଛି। ଉଭୟ ଆଇନ ପ୍ରଣୟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରାଧାନ୍ୟ ପରିଲକ୍ଷିତ ହୁଏ। ସମ୍ବିଧାନର 11 ଓ 12 ଭାବରେ ବର୍ଣ୍ଣିତ କେନ୍ଦ୍ର ରାଜ୍ୟ ମଧ୍ୟରେ ବ୍ୟବସ୍ଥାପକ, ପ୍ରଶାସନିକ, ଆର୍ଥିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରଚଣ୍ଡ କ୍ଷମତା ଥିବା ଅନୁଭୂତ ହୁଏ। ସେଇଥିପାଇଁ ଆମ ଭାରତର ରାଷ୍ଟ୍ରସଂଘକୁ କୁହାଯାଉଛି ଅର୍ଦ୍ଧ ରାଷ୍ଟ୍ରସଂଘ। ସମ୍ପୂର୍ଣ୍ଣ ନୁହେଁ, ମାନେ ସମ୍ପୂର୍ଣ୍ଣ ଏଟା ନୁହେଁ କି ସମ୍ପୂର୍ଣ୍ଣ ସେଟା ନୁହେଁ। ଦରକାର ବେଳେ ଐକିକ ହେଇଯାଉଛି, ପୁଣି ସ୍ୱାଭାବିକ ସମୟରେ ରାଷ୍ଟ୍ରସଂଘ ହେଉଛି। ତାପରେ ଏବେ କେନ୍ଦ୍ର ଓ ରାଜ୍ୟ ସମ୍ପର୍କ। ତାହେଲେ ଆମେ ଜାଣିଲେ ଆମର ଯେହେତୁ ଫେଡେରାଲ ଷ୍ଟେଟ୍ ବା ଫେଡେରାଲ ଷ୍ଟେଟ୍, ତେଣୁକରି କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ କ'ଣ କ'ଣ ସମ୍ପର୍କ ରହୁଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସେ କହୁଛି ଭାରତ ସମ୍ବିଧାନର 11 ଓ 12 ଭାଗରେ, ମାନେ ପାର୍ଟରେ ହେଲା, ମାନେ 11 ଆଉ 12 ପାର୍ଟରେ ଆମର ଯେଉଁ ପାର୍ଟ କେତେଟା ଅଛି ବର୍ତ୍ତମାନ 25ଟା। 22ଟା ଥିଲା ହେଇଯାଇଛି 25ଟା, ଜାଣିଥିବୁ। 8ଟା ଅନୁସୂଚୀ ଥିଲା ହେଇଯାଇଛି କେତେଟା 12ଟା। 395ଟା ଧାରା ଥିଲା 448ଟା ହେଇଛି। ବଢ଼ି ଯାଉଛି ନା ସମୟକ୍ରମେ ଆବଶ୍ୟକତା ହେଉଛି ବୋଲି। ତାହେଲେ ହେଉଛି କେନ୍ଦ୍ର ରାଜ୍ୟ ମଧ୍ୟରେ ସମ୍ପର୍କ ହେଉଛି 11 ଆଉ 12 ଭାଗରେ କେନ୍ଦ୍ର ରାଜ୍ୟମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି। 11 ମାନେ ଯେଉଁଟା XI, ତୁମରଟା XII ହେଲା, XI ଆଉ XIIରେ ସେ ଯେଉଁ କେନ୍ଦ୍ର ରାଜ୍ୟ ମଧ୍ୟରେ ସମ୍ପର୍କ ଗୁଡ଼ାକ ବର୍ଣ୍ଣନା କରାଯାଇଛି। କ'ଣ ନା ହେଉଛି ଗୋଟେ ହେଲା ବ୍ୟବସ୍ଥାପକ ସମ୍ପର୍କ, ଆଉ ଗୋଟେ ହେଲା ଆର୍ଥିକ ସମ୍ପର୍କ, ପ୍ରଶାସନିକ ସମ୍ପର୍କ। 3ଟା ସମ୍ପର୍କ ବିଷୟରେ ଏଠି କୁହାଯାଇଛି। ସବୁ ଯୋଉଟା ଇମ୍ପୋର୍ଟାଣ୍ଟ ଆର୍ଟିକିଲ୍ ସେଇ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ପଢ଼ିବା ବ୍ୟବସ୍ଥାପକ ସମ୍ପର୍କ, ମାନେ କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ କ'ଣ କ'ଣ ବ୍ୟବସ୍ଥାପକ ସମ୍ପର୍କ ରହିଛି। ଧାରା 245ରେ ସଂସଦ ସାରା ଭାରତ କିମ୍ବା ତାହାର କୌଣସି ଅଞ୍ଚଳ ପାଇଁ ଆଇନ ପ୍ରଣୟନ କରିପାରିବ ଏବଂ ଗୋଟିଏ ରାଜ୍ୟର ବ୍ୟବସ୍ଥାପିକା ସେହି ରାଜ୍ୟର ସମଗ୍ର ଆଂଶିକ ଅଞ୍ଚଳ ପାଇଁ ଆଇନ ପ୍ରଣୟନ କରିପାରିବ। ସେ କହୁଛି ସଂସଦ ମାନେ ପାର୍ଲିଆମେଣ୍ଟ ସାରା ଭାରତ ପାଇଁ ଆଇନ ପ୍ରଣୟନ କରିପାରିବ ହେଲା। ଆଉ ହେଉଛି ରାଜ୍ୟ ବ୍ୟବସ୍ଥାପିକାଟା ମାନେ ବିଧାନସଭାଟା କେବଳ ତାଙ୍କ ନିଜ ରାଜ୍ୟ ପାଇଁ ଆଇନ ପ୍ରଣୟନ କରିବ 245 ଧାରାରେ। 246 ଧାରାରେ କ'ଣ ଅଛି, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟାକୁ ମନେ ରଖିବ ସମସ୍ତେ ହେଲା। ସପ୍ତମ ଅନୁସୂଚୀରେ ଅଛି ଯେଉଁ ଲିଷ୍ଟ ତାଲିକା, କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା, ରାଜ୍ୟ ତାଲିକା, ସେଇଟାକୁ ବହୁତ ଇମ୍ପୋର୍ଟାଣ୍ଟ, ସେଟାକୁ ପୁରା ଅଣ୍ଡରଲାଇନ୍ କରିକି ମନେ ରଖିବ। କ'ଣ ହେଲା ମାନେ କେନ୍ଦ୍ର ତାଲିକା ସମୁଦାୟ, କେନ୍ଦ୍ର ତାଲିକା 97ଟା, ରାଜ୍ୟ ତାଲିକା ହେଉଛି 66ଟା, ମିଳିତ ବା ଯୁଗ୍ମ ତାଲିକା ହେଉଛି 47ଟା। ଏଇଟା ଥିଲା, ବର୍ତ୍ତମାନ କ'ଣ ହେଇଛି, ବର୍ତ୍ତମାନ ହେଉଛି କେନ୍ଦ୍ର ତାଲିକା ହେଇଯାଇଛି କେତେଟା, କେନ୍ଦ୍ର ତାଲିକା ହେଇଛି 99ଟା, ଥିଲା କେତେଟା 97ଟା ଥିଲା, ହେଇଯାଇଛି 99ଟା, ତାମାନେ 2ଟା ବଢ଼ିଛି। ବୁଝିହେଲା। ତାପରେ ହେଉଛି 66ଟା ଥିଲା, ହେଇଯାଇଛି 61ଟା। ରାଜ୍ୟ ତାଲିକା ଥିଲା 66ଟା, କମିକି ହେଇଛି 61ଟା। ଏଇ ଯୁଗ୍ମ ତାଲିକା ଥିଲା 47ଟା, ହେଇଛି 52ଟା। ତାହେଲେ ବଢ଼ିଛନ୍ତି କିଏ? କେନ୍ଦ୍ର ତାଲିକାଟା ବଢ଼ିଛି ଆଉ ଯୁଗ୍ମ ତାଲିକାଟା ବଢ଼ିଛି, ଆଉ ରାଜ୍ୟ ତାଲିକାଟା କମିଛି। ଏ 66ଟା ଥିଲା 61ଟା ହେଇଛି। ବୁଝିହେଲା। ବହୁତ ଇମ୍ପୋର୍ଟାଣ୍ଟ, ଏଟା ସବୁ ପରୀକ୍ଷାରେ OS, IAS ସବୁ ବଡ଼ ଭଲ ପରୀକ୍ଷାରେ ପଡ଼େ।
मन रखिदेव केन्द्र तालिकार कौन कौन अच्छी प्रतिरक्षा माने डिफेन्स वैदेशिक व्यापार कही या पूर्व ये कूटनैतिक प्रतिनिधित्व माने डिप्लोमेसी जोटा नागरिकता युद्ध और शांति ट्रेन रेलवाई जातीय राजपथ बृहत बंदर आकाशपथ विमान चलाचल मुद्रा प्रचलन बैंक पोस्ट ऑफिस तार अंतर्जातीय वाणिज्य एडा हूँ कौटी केन्द्र तालिकार अच्छी बुझीगला ना बहुत इंपोर्टाट आउ थे कौच केन्द्र तालिकार कौन कौन अच्छी प्रतिरक्षा वैदेशिक व्यापार कूटनैतिक प्रतिनिधित्व नागरिकता युद्ध और शांति रेलवाई जातीय राजपथ बृहत बंदर आकाशपथ विमान चलाचल मुद्रा प्रचलन बैंक डाक तार आंतरराज्य वाणिज्य यहाँ हूँ केन्द्र तालिकार अच्छी बुझीगला जोटा थिला 97टा बढ़ी कौन 99टा तापरे बहुत बहुत इंपोर्टाट राज्य तालिकार कौन कौन अच्छी आम देखा राज्य तालिकार आईन अच्छी माने ल डिसिप्लिन बा आईन श्रृंखला पॉलिसी कारागार माने जेल स्वायत्त शासन संस्था जनस्वास्थ्य कृषि जलसेचन माछ चाष बजार मेला रंगशाला पाठघर यहाँ हूँ 66 रु कमिक 61 तुमको परीक्षा कौन केमी पड़ो ना परीक्षा पड़ो ये जो चार्टा देटार कौटा गोटे अलग माने 3टा थी केन्द्र तालिका आउ गोटे मझे पसई कौन राज्य तालिका तुमको बाहर करते पड़ो कौटा राज्य तालिका जदि मन रखि यहीटा राज्य तालिका ताहले तुम्हें बाहर कर पार तापरे जुग्म तालिकार 47टा होता ना बढ़ी 52टा कौन कौन थिला जुग्म तालिका फौजदारी आईन कार्यधारा विवाह छाड़पत्र चुक्ति आउ जंगल अपमिश्रण अर्थनैतिक सामाजिक योजना शिक्षा आईनगत डाक्तरी अन्य पेशा जन्म मृत्यु पंजीकरण वाणिज्य व्यवसाय कारखाना बाष्पित संवादपत्र बिजुली दरदाम नियंत्रण एडा हूँ जो कौन कहल जुग्म तालिकार अच्छी यहाँ बहुत इंपोर्टाट मुझे कहूँ अंडरलाइन कर समुदाय रहा अंडरलाइन कर केन्द्र तालिका राज्य तालिका मिलित बा जुग्म तालिका यहाँ 246 धारार रोचे है केन्द्र तालिका राज्य तालिका जुग्म तालिका तापर 97 66 47 सेटा बढ़ी 99 61 52 बुझीगला तापर केन्द्र तालिकार रोचे प्रतिरक्षा वैदेशिक व्यापार कूटनैतिक प्रतिनिधित्व नागरिकता युद्ध और शांति रेलवाई जातीय राजपथ बृहत बंदर आकाशपथ और विमान चलाचल मुद्रा प्रचलन बैंक डाक तार अंतरराज्य वाणिज्य है आउ राज्य तालिकार कौन रोचे आईन श्रृंखला पॉलिसी कारागार स्वायत्त शासन जनस्वास्थ्य कृषि जलसेचन मत्स्य चाष बजार मेला रंगशाला पाठागार बुझेगा जुग्म तालिका बा मिलित तालिका सेटार कौन रोचे फौजदारी आईन बा कार्यधारा विवाह छाड़पत्र जो डाइभोर्स मैरेज होची सेटा जाउची कोटारे मिलित तालिका बा जुग्म तालिका रे चुक्ति जंगल जो अच्छी देश सारा से जंगलटा जाउची कोठी धारा 248 रे अवक्षिप्त क्षमता संसद हाथ में न्यस्त अर्थात 3टी जाक तालिकार वर्णित होई नथिबा जेकोसी विषय उपरे आईन प्रणयन करिवार एकांत अधिकार केवल संसदर अछि जोड़ाक हूँ अवक्षिप्त क्षमता बा बड़का क्षमता सेडाक संसद पाखरे अछि बुझिपारा ना राज्य सरकार पाखरे ना सेटा केवल केंद्र सरकार संसद पाखरे अछि तापरे 249 धारारे 249 धारारे कौन लिखाई ना जातीय स्वार्थ दृष्टि संसद राज्य तालिकाभुक्त कौन विषय उपर आईन प्रणयन करने आवश्यक बा समीचीन मन कले राज्यसभा से मर्म गृह उपस्थित थी भोट दान करुवा निजर 2/3 सदस्यों समर्थन में एक प्रस्ताव गृहीत कले
କଲେ ସଂସଦ 1 ବର୍ଷ ପାଇଁ ଏଭଳି ଆଇନ ପ୍ରଣୟନ କରିବାର ଅଧିକାର ପାଏ। ତେବେ ପ୍ରସ୍ତାବଟି ରାଜ୍ୟସଭାରେ ନବୀକରଣ ହେଲେ ଏହି ସମୟସୀମା ଥରକୁ 1 ବର୍ଷ ବୃଦ୍ଧି କରାଯାଇପାରେ। ଧାରା 249ରେ କହୁଛି ଯଦି ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ମାନେ ସଂସଦ ଚାହିଁବ କରିବା ପାଇଁ ତାହେଲେ ତା 2/3 ସଦସ୍ୟଙ୍କ ସମର୍ଥନରେ 1 ବର୍ଷ ପାଇଁ ଆଇନ ପ୍ରଣୟନ କରିପାରିବ। ପୁଣି ଯଦି ଚାହିଁବ ପୁଣି ଆଉ ଗୋଟେ ବର୍ଷ ବଢ଼େଇ ଦେଇପାରିବ, ଜରୁରୀ ମାନେ ଯଦି ରିନ୍ୟୁ କରିବ ବା ନବୀକରଣ କରିବ ରାଜ୍ୟସଭାରେ। ତାପରେ 250 ଧାରାଟା ଜରୁରୀ ପରିସ୍ଥିତି ବଳବତ୍ତର ଥିବାବେଳେ ସଂସଦ ରାଜ୍ୟ ତାଲିକାଭୁକ୍ତ ଯେକୌଣସି ବିଷୟ ଉପରେ ଆଇନ ପ୍ରଣୟନ କରିପାରିବ। 251ଟା କ'ଣ ନା ରାଜ୍ୟ ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନ ଧାରା 249 250 ବଳରେ ସଂସଦ ଦ୍ୱାରା ପ୍ରଣୀତ ହୋଇଥିବା ଆଇନକୁ ଯଦି ବିରୋଧ କରେ ତେବେ ସଂସଦ ଆଇନ ବଳବତ୍ତର ରହିବ। ମନେ ରଖିଥାଅ ସବୁବେଳେ ମାନେ କେନ୍ଦ୍ରଟା ପାୱାରଫୁଲ୍ ରହିବ। ଏଇଟା ଗୋଟେ ମନେ ରଖିଥାଅ, ସବୁବେଳେ ରାଜ୍ୟଠାରୁ କେନ୍ଦ୍ରଟା ପାୱାରଫୁଲ୍ ରହିବ। ଏତିକି ମନେ ରଖିଥିଲେ ତୁମେ ଆଇଡ଼ିଆ ଲଗେଇକି କରିପାରିବ। ସେ ଗଲା ସଂସଦ ଆଇନ ବଳବତ୍ତର ରହିଥାଏ। ରାଜ୍ୟ ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନ ଧାରା 249 250 ବଳରେ ସଂସଦ ଦ୍ୱାରା ପ୍ରଣୀତ ହୋଇଥିବା ଆଇନକୁ ଯଦି ବିରୋଧ କରେ, ମାନେ ସେ କହୁଛି ଯଦି ରାଜ୍ୟଟା ବିରୋଧ କଲା ତାହେଲେ ହେଉଛି ସଂସଦର ଆଇନଟା ବଳବତ୍ତର ରହିବ। କାରଣ ସଂସଦଟା ବା ଉପରେ ରହୁଛି, କେନ୍ଦ୍ର ସରକାରଟା ଉପରେ ରହୁନି କି ରାଜ୍ୟ ସରକାରଙ୍କ ଉପରେ, ସେଇଥିପାଇଁ କେନ୍ଦ୍ର ସରକାର ବା ସଂସଦଟା ବଳବତ୍ତର ରହିବ ରାଜ୍ୟ ସରକାରଙ୍କ ଠାରୁ। 252 ହେଲା, 252ରେ କ'ଣ କହିଲା ମାନେ କହିଲା ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟ ଉପରେ ସାଧାରଣ ଆଇନ ପ୍ରଣୟନ ପାଇଁ 2 ବା ତତୋଧିକ ରାଜ୍ୟ ସେମାନଙ୍କ ବ୍ୟବସ୍ଥାପିକା ଦ୍ୱାରା ପ୍ରସ୍ତାବ ଗୃହୀତ କରି ସଂସଦକୁ ଅନୁରୋଧ କଲେ ସଂସଦ ରାଜ୍ୟ ତାଲିକାଭୁକ୍ତ ସେହି ବିଷୟ ଉପରେ ସମ୍ପୃକ୍ତ ରାଜ୍ୟମାନଙ୍କ ପାଇଁ ଆଇନ ପ୍ରଣୟନ କରିବାର ଅଧିକାର ପାଏ। ସେ କ'ଣ କଲା, ଯଦି 2 ବା 2ରୁ ତତୋଧିକ ରାଜ୍ୟ ସେମାନଙ୍କ ବ୍ୟବସ୍ଥାପିକା ଦ୍ୱାରା ପ୍ରସ୍ତାବ ଗୃହୀତ କରି ସଂସଦକୁ ଅନୁରୋଧ କରିବେ ତାହେଲେ ସଂସଦ ରାଜ୍ୟ ତାଲିକାଭୁକ୍ତ ସେହି ବିଷୟ ଉପରେ ସମ୍ପୃକ୍ତ ରାଜ୍ୟମାନଙ୍କ ପାଇଁ ଧର 2-4ଟା ରାଜ୍ୟ ଗୋଟେ କୌଣସି ବିବାଦ, ଧର ନଦୀ ଜଳ ବଣ୍ଟନକୁ ନେଇକି ବିବାଦ ହେଲା, 4-5ଟା ରାଜ୍ୟ ସେମାନେ କ'ଣ କରିବେ ସଂସଦରେ ଉଠେଇବେ ସେ କଥାଟା, ସେଟା କେନ୍ଦ୍ର ସରକାର ଅଣ୍ଡରରେ ଯାଉନି କି ସଂସଦଟା, ସେଇଠି ଉଠେଇବେ। ସେମାନେ ଯେଉଁ ନିୟମଟା ନେବେ ଏମାନେ ସମସ୍ତଙ୍କ ପାଇଁ ନିୟମଟା କରିବେ। ଏଇ 4-5ଟା ରାଜ୍ୟ ଯେଉଁ 4-5ଟା ରାଜ୍ୟ ବିବାଦରେ ଥିବେ ସେଟା ହେଉଛି ସଂସଦର ଆଇନଟା ବଳବତ୍ତର ରହିବ। ବୁଝିପାରିଲ? ବା ସେ ନେଇପାରିବ ରାଜ୍ୟ ତାଲିକାଭୁକ୍ତ ଆଇନ, ମାନେ ସେ ବିଷୟଟା ତା ଅଣ୍ଡରକୁ ନେଇପାରିବ। ସବୁବେଳେ ମନେ ରଖିଥିବୁ କେନ୍ଦ୍ର ସରକାରଟା ବଡ଼, ସଂସଦଟା ବଡ଼ ଏମାନଙ୍କ ଅପେକ୍ଷା। ଯେତେବେଳେ ଆବଶ୍ୟକ ପଡ଼ିବ ସେମାନେ ଯେଉଁ ନିଷ୍ପତ୍ତିଟା ନେବେ ଏମାନେ ମାନିବେ, ଏଇଟା ମନେ ରଖିବୁ। ଧାରା 253 ଅନ୍ୟ ଦେଶମାନଙ୍କ ସହ ହୋଇଥିବା ଚୁକ୍ତି ବା ରାଜିନାମାକୁ କିମ୍ବା ଆନ୍ତର୍ଜାତୀୟ ସମ୍ମିଳନୀ ଅଥବା ସଂଗଠନର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସଂସଦ ସାରା ଭାରତ କିମ୍ବା ତାହାର କୌଣସି ଅଞ୍ଚଳ ପାଇଁ ଆଇନ ପ୍ରଣୟନ କରିପାରିବ। ବୁଝିହେଲା? ତାପରେ ଏଇଠି ଦେଖ କ'ଣ ହେଲା, ଧାରା 201 ବଳରେ ରାଷ୍ଟ୍ରପତି ତାହାକୁ ସ୍ୱୀକୃତି ଦେଇପାରନ୍ତି। 200 ଧାରା ବଳରେ ରାଜ୍ୟ ବିଧାନମଣ୍ଡଳ ଦ୍ୱାରା ଗୃହୀତ ତଥା ସ୍ୱତନ୍ତ୍ର ଗୁରୁତ୍ୱ ଥିବା କୌଣସି ବିଲ୍ ବା ବିଧେୟକକୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ପ୍ରେରଣ କରିପାରନ୍ତି। ମୁଁ କହିଥିଲି ରାଜ୍ୟପାଳ ପଠାଇଦେବେ ରାଷ୍ଟ୍ରପତିଙ୍କ ପାଖକୁ, ଯଦି ସେଇଟା ରାଷ୍ଟ୍ରପତି ସ୍ୱୀକୃତି ଦେଇପାରନ୍ତି, ନହେଲେ ତାଙ୍କ ଇଚ୍ଛା ଯଦି କୌଣସି କାରଣ ନିର୍ଦ୍ଦେଶ ତାପରେ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ତାକୁ ଅକାମୀ କରିପାରନ୍ତି। ହଁ, ସେ ଭିଟୋ ପାୱାରଟା। ତାପରେ ପ୍ରଶାସନିକ ସମ୍ପର୍କ। ପ୍ରଶାସନିକ ସମ୍ପର୍କ କ'ଣ, ମାନେ ଯେଉଁ ଶାସନଗତ ସମ୍ପର୍କ କ'ଣ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହିଛି ସେଇଟା ମନେ ରଖିବ। 256ରୁ 263 ହେଉଛି ପ୍ରଶାସନିକ ସମ୍ପର୍କ। 256 ଧାରାରେ ଅଛି ପ୍ରତ୍ୟେକ ରାଜ୍ୟର କାର୍ଯ୍ୟପାଳିକା, ମୁଁ କହିମି ଯେଉଁଠି ଅଣ୍ଡରଲାଇନ୍ କରିବୁ ହେଲା, ପ୍ରତ୍ୟେକ ରାଜ୍ୟର କାର୍ଯ୍ୟପାଳିକା କ୍ଷମତା ଏଭଳି କାର୍ଯ୍ୟକାରୀ କରାଯିବ ଯେପରି ତାହା ସଂସଦ ଦ୍ୱାରା ପ୍ରଣୀତ ଆଇନ ବା ରାଜ୍ୟରେ ପ୍ରଚଳିତ ଥିବା ଆଇନର ଅନୁପାଳନ ସୁନିଶ୍ଚିତ କରାଇବେ। ତାପରେ ଧାରା 257, ଧାରା 257ରେ କ'ଣ କହିଲେ, ପ୍ରତ୍ୟେକ ରାଜ୍ୟର କାର୍ଯ୍ୟପାଳିକା କ୍ଷମତା ଏପରି କାର୍ଯ୍ୟ କରାଯିବ ନାହିଁ ଯେପରିକି ତାହା କେନ୍ଦ୍ର ଓ କାର୍ଯ୍ୟପାଳିକା କ୍ଷମତା ପ୍ରୟୋଗର ଗତିରୋଧ କରିବ ଅଥବା ତାହା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। 258 ଏହି ଧାରା ବଳରେ ରାଷ୍ଟ୍ରପତି କୌଣସି ରାଜ୍ୟର ରାଜ୍ୟପାଳଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ଓ ତାହାର ଅଧିକାରୀମାନଙ୍କୁ କେନ୍ଦ୍ର କାର୍ଯ୍ୟପାଳିକାର କ୍ଷମତା ପରିସରଭୁକ୍ତ କୌଣସି କାର୍ଯ୍ୟ ସମ୍ପାଦନ ନିମନ୍ତେ ସର୍ତ୍ତମୂଳକ ବା ନିଃସର୍ତ୍ତ ଦାୟିତ୍ୱ ଅର୍ପଣ କରିପାରନ୍ତି।
ମାନେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ଅନୁମତି ନେଇକି ମାନେ କ'ଣ କରିବେ, ରାଜ୍ୟ ସରକାର ବା ତାର ଅଧିକାରୀମାନଙ୍କୁ କେନ୍ଦ୍ର କାମ ଗୁଡ଼ା ଦେଇପାରିବେ, କ୍ଷମତା ପରିସରଭୁକ୍ତ କୌଣସି କାର୍ଯ୍ୟ ଦେଇପାରିବେ। 261 ତାପରେ 261 କ'ଣ, ଧାରା 261 କେନ୍ଦ୍ର ପ୍ରତ୍ୟେକ ରାଜ୍ୟର ସରକାରୀ ଅଧିନିୟମ, ନଥିପତ୍ର ଓ ନ୍ୟାୟାଳୟର ବିବରଣୀକୁ ସାରା ଭାରତରେ ବିଶ୍ୱାସ ଓ ସମ୍ମାନ ପ୍ରଦର୍ଶନ କରାଯିବ। ଭାରତର କୌଣସି ଅଞ୍ଚଳର ଦେବାନୀ ଅଦାଲତ ଦ୍ୱାରା ପ୍ରଦତ୍ତ ଚୂଡ଼ାନ୍ତ ରାୟ ସେହି ଅଞ୍ଚଳର ଯେକୌଣସି ସ୍ଥାନରେ ଆଇନ ଅନୁସାରେ କାର୍ଯ୍ୟକାରୀ ହେବ। ତାପରେ ଏଇଟା ଅଣ୍ଡରଲାଇନ୍ କରିବ ଆଦିତ୍ୟ, ଧାରା 262 ଆନ୍ତଃରାଜ୍ୟ ନଦୀ ଜଳ ବ୍ୟବହାର, ଏଇଟାକୁ ଅଣ୍ଡରଲାଇନ୍ କର। 262ରେ କ'ଣ ଅଛି, ଯେଉଁ ନଦୀ ଜଳଟା ବଣ୍ଟନ ହେଉଛି, ବୁଝିପାରିଲ ନା, ସେତିକି ବଣ୍ଟନ କିମ୍ବା ନିୟନ୍ତ୍ରଣ କିମ୍ବା ନଦୀ ଉପତ୍ୟକା ସମ୍ପର୍କୀୟ ବିବାଦର ନ୍ୟାୟପୂର୍ଣ୍ଣ ସମାଧାନ, ଏଇଟା 262ରେ ଅଛି। ତାପରେ ଧାରା 263ରେ କ'ଣ ଅଛି ନା, ଜନସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଆନ୍ତଃରାଜ୍ୟ ପରିଷଦ ଗଠନ କରିପାରିବେ। ଆନ୍ତଃରାଜ୍ୟ ପରିଷଦଟା 263ରେ ଅଛି। ତାପରେ 312ଟା ବହୁତ ଇମ୍ପୋର୍ଟାଣ୍ଟ, ଧାରା 312 ସେଠାରେ କ'ଣ ହେବ ନା, ରାଜ୍ୟସଭା ଗୃହରେ ଉପସ୍ଥିତ ଥାଇ ଭୋଟ ଦାନ କରୁଥିବା ତାହାର 2/3 ସଭ୍ୟଙ୍କ ସମର୍ଥନରେ ଏକ ପ୍ରସ୍ତାବ ଗୃହୀତ କରି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହା ଆବଶ୍ୟକ ତେବେ ସଂସଦ ଆଇନ ବଳରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ସାଧାରଣ ଭାବେ ଲାଗୁଥିବା ଏକ ବା ଏକାଧିକ ସର୍ବଭାରତୀୟ ସେବା ସୃଷ୍ଟି କରିପାରିବେ। ତାହେଲେ ରାଜ୍ୟସଭା କ'ଣ କରିବ, ଧାରା 312 ଧାରା ଅନୁସାରେ ଏଇ ଯେଉଁ UPSC ୟୁନିୟନ ପବ୍ଲିକ ସର୍ଭିସ କମିଶନ, ଯେଉଁଟାରେ IAS IAS IFS IRS OPSଟା ଓଡ଼ିଶା ହେଇଯାଉଛି, ଏଇଟା କେନ୍ଦ୍ରର, ରାଜ୍ୟସଭାଟା କେନ୍ଦ୍ରର, ଲୋକସଭା ରାଜ୍ୟସଭା କେନ୍ଦ୍ରର ନୁହେଁ କି, ସେଇଟା UPSC, ସେଇଟା ସେ ଅଧିକାର ଅଛି ଯେଉଁ ରାଜ୍ୟସଭାର, ବୁଝିପାରିଲ ନା। 312 ରାଜ୍ୟସଭା, ତୁ ଖାଲି ମନେ ରଖିବୁ, ଧାରା 312 ରାଜ୍ୟସଭା କ'ଣ କରିପାରିବ, ଏକ ବା ଏକାଧିକ ସର୍ବଭାରତୀୟ ସେବା ସୃଷ୍ଟି, ବୁଝିଲା। ତାପରେ 356 ଏଇନା କହିଥିଲି, 356ଟା ହେଉଛି ରାଜ୍ୟ ଜରୁରୀକାଳୀନ ପରିସ୍ଥିତି କହିଥିଲି, ମାନେ କ'ଣ କହିଥିଲି, ରାଜ୍ୟପାଳ କ'ଣ କରିବେ, କୌଣସି ରାଜ୍ୟର ରାଜ୍ୟପାଳଙ୍କ ଠାରୁ 356ଟା ଅଣ୍ଡରଲାଇନ୍ କରିତେ, 356ଟା ଭେରି ଇମ୍ପୋର୍ଟାଣ୍ଟ, ଏଇଟା ଅଣ୍ଡରଲାଇନ୍ କର। କୌଣସି ରାଜ୍ୟର ରାଜ୍ୟପାଳଙ୍କ ଠାରୁ କିମ୍ବା ଅନ୍ୟ ସୂତ୍ରରୁ ରାଜ୍ୟର ଶାସନ କଳ ଅଚଳ କିମ୍ବା ସମ୍ବିଧାନ ଅନୁସାରେ ଶାସନ ପରିଚାଳିତ ହୋଇନଥିବା ବିଷୟ ହୃଦ୍ବୋଧ କଲେ ରାଷ୍ଟ୍ରପତି ସେହି ରାଜ୍ୟରେ ରାଜ୍ୟ ଜରୁରୀ ପରିସ୍ଥିତି ବା ରାଷ୍ଟ୍ରପତି ଶାସନ ଜାରି କରିବେ, ବୁଝିହେଲା। ତାଦ୍ୱାରା କ'ଣ ହେବ, ମନ୍ତ୍ରିମଣ୍ଡଳଟା ଭାଙ୍ଗିଯିବ, ବିଧାନସଭା ରାଜ୍ୟ ମନ୍ତ୍ରିମଣ୍ଡଳ ଭାଙ୍ଗିଯିବ, ବିଧାନସଭା ଭାଙ୍ଗିଯିବ, ଆଉ କେନ୍ଦ୍ର ପ୍ରତିନିଧି ହିସାବରେ ରାଜ୍ୟପାଳ କ'ଣ କରିବେ, ରାଜ୍ୟ ଶାସନ କରନ୍ତି ବା ସଂସଦ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ, ଏଇଟା ମନେ ରଖିବ। ତାପରେ ଆର୍ଥିକ ସମ୍ପର୍କଟା ପାର୍ଟ XII, ମାନେ ତୁମର +2 ସେକେଣ୍ଡ ଇୟରଟା XII ନୁହେଁ କି, ତାହେଲେ ସେଇ ଯେଉଁ ଆର୍ଥିକ ସମ୍ପର୍କଟା ସେଇଟାରେ ଅଛି XII। ଏକାଦଶରେ ଅଛି କ'ଣ, ଏକାଦଶ ଭାଗରେ ଅଛି ପ୍ରଶାସନିକ ସମ୍ପର୍କ, ଆଉ ଏକାଦଶରେ ଅଛି ବ୍ୟବସ୍ଥାପିକା ସମ୍ପର୍କ, ଆଉ କ'ଣ ପ୍ରଶାସନିକ ସମ୍ପର୍କ, ଦ୍ୱାଦଶରେ ଅଛି ଆର୍ଥିକ ସମ୍ପର୍କ। +2 ଫାର୍ଷ୍ଟ ଇୟରଟା XI ନୁହେଁ କି, +2 ଫାର୍ଷ୍ଟ ଇୟରଟା XIରେ ଅଛି ବ୍ୟବସ୍ଥାପକ ସମ୍ପର୍କ ଆଉ ପ୍ରଶାସନିକ ସମ୍ପର୍କ, ଆଉ +2 ସେକେଣ୍ଡ ଇୟର ବା XII ମାନେ ଭାଗ ଦ୍ୱାଦଶରେ ଅଛି ଆର୍ଥିକ ସମ୍ପର୍କ। এইটা ବି ইম্পর্টাଣ୍ଟ ଅଛି। ପଇସା ପତ୍ର କ୍ଷେତ୍ରଟା ବହୁତ ଇମ୍ପୋର୍ଟାଣ୍ଟ, ମୁଁ ଯେଉଁଟା କହିବି ମାରିବ ଅଣ୍ଡରଲାଇନ୍। ଦ୍ୱାଦଶ ଭାଗରେ କେନ୍ଦ୍ର ରାଜ୍ୟ ଆର୍ଥିକ ସମ୍ପର୍କ ଅଛି। ତାପରେ ହେଲା କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଆଦାୟ ବିନିଯୋଗ ହୁଏ। କେତେକ କର କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଆଦାୟ ବିନିଯୋଗ ହୁଏ ହେଲା, ସେଇଗୁଡ଼ାକ ହେଉଛି ଡାକ, ଅଣ୍ଡରଲାଇନ୍ କର, ଡାକ, ତାର, ବୈଦେଶିକ ବିନିମୟ ମୁଦ୍ରା। ଏଇଟା ହେଉଛି ମାନେ କେନ୍ଦ୍ର ସରକାରଙ୍କ ଅଣ୍ଡରରେ ଯାଉଛି। ରାଜ୍ୟମାନଙ୍କର କୌଣସି ଭୂମିକା ବା ପ୍ରାପ୍ୟ ନଥାଏ, କେବଳ ଦେଶର ବା କେନ୍ଦ୍ର ସରକାରଙ୍କର ଥାଏ। ସେଇଟା ହେଉଛି ଡାକ, ଡାକ ମାନେ ପୋଷ୍ଟାଲଟା ହେଲା, ଆଉ ହେଉଛି ତାର ବୈଦେଶିକ ବିନିମୟ ମୁଦ୍ରା ମାନେ ଫରେନ୍ କରେନ୍ସି ଏକ୍ସଚେଞ୍ଜ। ଯେଉଁ ଧର ଆମେରିକାର ଡଲାର, ନେପାଳର ଯେଉଁ ତାଙ୍କର ଅଲଗା ଇଏ, ଆମର ଅଲଗା ଇଏ ମୁଦ୍ରାଟା, ଆମର ଟଙ୍କା RBI କରିବ ଯେ ସେଟା ହେଉଛି ସେ କହୁଛି କେନ୍ଦ୍ର ସରକାରଙ୍କ ହାତରେ ଅଛି। RBIଟା କେନ୍ଦ୍ର ସରକାର ହାତରେ ଅଛି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଲା। ତାପରେ ହେଉଛି କେନ୍ଦ୍ର ସରକାରଙ୍କର କୌଣସି ଭୂମିକା, ସେ କହୁଛି କେତେକ କର କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଆଦାୟ ବିନିଯୋଗ ହୁଏ। ସେଗୁଡ଼ିକ ହେଉଛି ବିକ୍ରି କର, ମାନେ ବିକ୍ରି କର, ମାହାଲ ଶୁଳ୍କ, ପଥ କର, କୃଷିଜାତ ଦ୍ରବ୍ୟ ଇତ୍ୟାଦି କର।
तापर धारा 268 कौन कला करागला केतेक शुल्क केंद्र सरकार धार्य करती किंतु सेगुड़िक राज्य सरकार द्वारा आदाय विनियोग हुए माने आदेय करेंगे राज्य सरकार किंतु सेटा स्थिर करेंगे धार्य करेंगे हूँ केंद्र सरकार सेटा हूँ स्टाम्प शुल्क देखु जो स्टाम्प बसती नहीं ना गोटे कोर्ट फोर्टे स्टाम्पटे बसाती गोटे दियंती एटी बड़े स्टाम्पटा अठा लगे नगेबू चिठी फिठी नगाती सेटा हूँ से कौच आदेय कर राज्य सरकार किंतु धार्य कर केंद्र सरकार हाँ 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 एमती एडिके आणिकी अठा लगे नगेबू हाँ जो पठेना बेले जमी पोस्टाल पठेला बेले देखू गोटे खाम उपरे मारती राखी फाखी पठेला बेले मारती सेटा हूँ राज्य सरकार आदाय करे धार्य करे केंद्र सरकार तापर 269 कौन कहला केतेक कर केंद्र सरकार द्वारा धार्य आदाय हुए किंतु राज्य मानक समर्पित हुए केतेक कर माने आदाय करे केंद्र सरकार किंतु राज्य को देईदब से पैसा गुड़ा जमी माल क्रय विक्रय उपरे कर रेल भड़ा जो ट्रेन जो जाऊँच से जो पैसाटा रेल रे प्रेरित माल उपरे कर संवादपत्र उपरे कर एटा खाली मन रखिए 270 केतेक कर केंद्र सरकार द्वारा धार्य आदाय हुए किंतु केंद्र राज्य मध्य बंटन करा जाए माने हूँ केंद्र राज्य मध्य पैसाटा बांटी दिया केंद्र अबकारी शुल्क आयकर तापर 273 से कौच आसाम बिहार ओडिशा पश्चिमबंग राज्य माने झोट रप्तानी शुल्क परिवर्ते भारत सरकार ठारू वार्षिक अनुदान पाती जहाँ भारत संचित पांठी उपरे भारित व्यय रूपे गणित हुए मुझे दी प्रकार अच्छी गोटे हूँ कंटीजेंसी फंड गोटे हूँ कंसोलिडेटेड फंड 267 266 गोटे हूँ आकस्मिक पाठी गोटे हूँ संचित पाठी पढ़ला बेले कही माने जितेबाला किसी अकस्मात भूमिकंप मरुड़ी कौन गोटे असुविधा हो गला से जो आकस्मिक पांठी पैसाटा खर्च कराब आउ जो सरकारी चाकरिया जी सब अच्छा से जो पाती कौटी कहलु संचित पांठी पैसाटा दी प्रकार आमर पांठी अच्छी भारत में दी प्रकार हूँ कंसोलिडेटेड फंड ऑफ इंडिया आ गोटे हूँ कंटीजेंसी फंड ऑफ इंडिया आकस्मिक कंटीजेंसी जोटा हठात धर दुर्भिक्ष महामारी बन्या भूमिकंप ये है से पैसा दरकार हेनी कि हठात से जो पैसाटा आसिक खर्च करेंगे बुझी यही सेटा कौटू आनी ना माने जोड़ाक पाई था राज्य मान जो कर टिकस फिकस से पैसा गुड़ा रखी था ये करके से कहला आसाम बिहार ओडिशा पश्चिमबंग राज्य माने झोट रप्तानी शुल्क परिवर्ते भारत सरकार ठारू वार्षिक अनुदान पाती जहाँ भारतर संचित पांठी उपरे भारित व्यय रूपे गण्य हुए तापर 275 धारा 275 धारा कौन कराई प्रत्येक वर्ष सहायता आवश्यक करुवा विभिन्न राज्यर राजस्व अभिवृद्धि निमंते संसदर आईन द्वारा स्थिरीकृत राशि विनिर्दिष्ट अभावी राज्य मान को अनुदान आकार प्रदान करे माने बेले बेले कौन गोटे गोटे राज्य गरीब होता है तार असुविधा होता है से केंद्र सरकार पैसा दब गोटे गोटे राज्य सब राज्य कौन सामान थी कि कौ वर्ष को चाष कहार मरुड़ी पड़ज कहार बन्या कहार भूमिकंप से धर गोटे राज्यर हूँ कौन कहनी असुविधा पड़ा सी कौच अभावी राज्य मान को अनुदान आकार प्रदान करता है किए केंद्र सरकार सेटा हूँ जो पैसा टैक्स गुड़ा नहीं जो जिनिस पत्र किणला बेले आम दौना कि टैक्स रास्ता दौरान टैक्स घर होल्डिंग टैक्स बहुत टैक्स से जो पैसा गुड़ाक सेहीपरि अनुसूचित जनजाति कल्याण अनुसूचित अंचल प्रशासन स्तर वृद्धि द्वारा ताहाकु राज्यर अन्य अंचल सह समकक्ष कराइबा विकास निमंते समकक्ष कराइबा निमंते विकास योजनार व्यय भरणा संपृक्त राज्य मानक भारतर संचित पांठिरु अनुदान से कौच धर गोटे एससी एसटी से माने मेन स्ट्रीम रे आसी पारु नाहांती बहुत पछरे अछंती तळुआ निम्न स्तर से अंचल गुड़ा को देबे पैसा होची भारत सरकार दब कहीं से माने आगेले सम्मान हेबे ए जो साधारण वर्ग सहित बुझिबा सेइतपई से मानक बेसी सहाय्य करा जाउची बुझिपाछ ना तापर धारा 280 राष्ट्रपति प्रति 5 वर्ष रे गोटे अर्थ आयोग नियुक्त करती यहाँ इंपोर्टां जानते फाइनेंस कमिशन माने अपॉइंट करती राष्ट्रपति यही आयोग केंद्र राज्य मध्य आर्थिक संपर्क समीक्षा करे राज्य मध्य राजस्व बंटन नीति निर्धारण करे तापर हूँ 285 रे 289 उभय केंद्र और राज्य सरकार केतक विषय परस्पर उपर टिकस बसाइबे नहीं सेटारे करा जाइछि 360 जानथिबु
360 ଆଡ଼େ ଯେଉଁ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସେଇଟା କହୁଛି ମାନେ ସମଗ୍ର ଭାରତ କିମ୍ବା କୌଣସି ଅଞ୍ଚଳର ଆର୍ଥିକ ସ୍ଥିତି ସଙ୍କଟାପନ୍ନ ହେଲେ ରାଷ୍ଟ୍ରପତି 360 ଧାରା ବଳରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତି। ତାହେଲେ ତୋତେ ମନେ ରଖିବାକୁ କିଏ ଘୋଷଣା କରନ୍ତି? ରାଷ୍ଟ୍ରପତି କରନ୍ତି 360 ଧାରାରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି। ବୁଝିପାରିଲ ନା? କେନ୍ଦ୍ର ସରକାରଙ୍କ କାର୍ଯ୍ୟପାଳିକ କ୍ଷମତା ବୃଦ୍ଧି ପାଇ ରାଜ୍ୟମାନଙ୍କୁ ଆର୍ଥିକ ଶୃଙ୍ଖଳା ଓ ଉଚିତ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେବା ପର୍ଯ୍ୟନ୍ତ ତୁମକୁ ଖାଲି ମନେ ରଖିବାକୁ ପଡ଼ିବ ରାଷ୍ଟ୍ରପତି 360 ଧାରା ବଳରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରନ୍ତି ଯେତେବେଳେ ଆର୍ଥିକ ସଙ୍କଟ ହୁଏ। ତାପରେ 148 ଧାରା 148 ଧାରାରେ ଭାରତର ଜଣେ ମହାହିସାବରକ୍ଷକ ଓ ମହାସମୀକ୍ଷକ କମ୍ପ୍ଟ୍ରୋଲର ଅଡ଼ିଟର ଜେନେରାଲ ଥାଆନ୍ତି। ଅଣ୍ଡରଲାଇନ୍ କରିବୁ 148 ଧାରାରେ ମହାଶିକ୍ଷକ ରକ୍ଷକ ମହାସମୀକ୍ଷକ ଥାଆନ୍ତି। ସେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି। ଅଣ୍ଡରଲାଇନ୍ କରିବୁ ହେଲା। ତାଙ୍କ ଅଧୀନରେ ତାଙ୍କୁ ସହଯୋଗ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଜଣେ ଲେଖାଏଁ ଆକାଉଣ୍ଟାଣ୍ଟ ଜେନେରାଲ ଥାଆନ୍ତି। ଏଇଟା ଅଣ୍ଡରଲାଇନ୍ କରିବୁ। କ'ଣ କ'ଣ ଅଣ୍ଡରଲାଇନ୍ କରିବୁ? ଜଣେ ହିସାବରକ୍ଷକ ବା ମହାସମୀକ୍ଷକ ଥାଆନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି, ଆକାଉଣ୍ଟାଣ୍ଟ ଜେନେରାଲ ଥାଆନ୍ତି। ଗଲା। ତାପରେ କେନ୍ଦ୍ରୀକରଣ କହିବନି, କ୍ୱେଶ୍ଚନ୍ ଆନ୍ସରଟା ସୋମବାର ଦିନ କରିବା। ଷ୍ଟାର୍ଟ ହେଇଯାଇଛି। ତାପରେ ହେଉଛି କେନ୍ଦ୍ରୀକରଣ ବୈଶିଷ୍ଟ୍ୟ, ସେଣ୍ଟ୍ରାଲାଇଜିଂ ଫିଚର। କ'ଣ କ'ଣ ବୈଶିଷ୍ଟ୍ୟ ଅଛି କେନ୍ଦ୍ରୀକରଣର? ସେ କହୁଛି ଏକ ରାଷ୍ଟ୍ରସଂଘ ବା ସଂଘୀୟ ରାଷ୍ଟ୍ରରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥାଏ। ଅର୍ଥାତ୍ ରାଷ୍ଟ୍ରର କ୍ଷମତା କେନ୍ଦ୍ର ସରକାର ନିକଟରେ କେନ୍ଦ୍ରୀଭୂତ ନ ହୋଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ। ଜାତୀୟ ସମ୍ବିଧାନ ଦ୍ୱାରା କରାଯାଇଥିବା କ୍ଷମତାର ଏହି ବଣ୍ଟନ ବା ବିଭାଜନରେ ସାଧାରଣତଃ ଜାତୀୟ ଗୁରୁତ୍ୱ ଥିବା ଅଳ୍ପ କେତେକ ବିଷୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଅବଶିଷ୍ଟ ସମସ୍ତ ଓ ବ୍ୟାପକ ବିଷୟ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥାଏ। ମୋଟ ଉପରେ ରାଜ୍ୟମାନେ କେନ୍ଦ୍ର ଅପେକ୍ଷା ଅଧିକ ଶକ୍ତିଶାଳୀ ହେବା କଥା, କିନ୍ତୁ ସାମ୍ପ୍ରତିକ ସମୟରେ ବିଭିନ୍ନ ପ୍ରଭାବ ଯୋଗୁଁ ସର୍ବତ୍ର ରାଷ୍ଟ୍ରସଂଘର ଅବକ୍ଷୟ ଘଟୁଥିବା ଦେଖାଯାଏ। ଅର୍ଥାତ୍ ରାଜ୍ୟମାନେ ପ୍ରାପ୍ତ ହୋଇଥିବା ବିକେନ୍ଦ୍ରୀକୃତ କ୍ଷମତା କ୍ରମଶଃ ଅପସାରିତ ହୋଇ କେନ୍ଦ୍ର ସରକାର ହାତରେ କେନ୍ଦ୍ରୀଭୂତ ହେବାରେ ଲାଗିଛି। ବୁଝିପାରିଲ? ଭାରତ ସମ୍ବିଧାନର ପ୍ରଥମରୁ ଏହି ବ୍ୟବସ୍ଥା କରାଯାଇଅଛି। ସମ୍ବିଧାନ ମୌଳିକ ରୂପେ କେନ୍ଦ୍ର ସରକାରକୁ ଅଧିକ ଶକ୍ତିଶାଳୀ କରିଛି, ଯାହା ରାଷ୍ଟ୍ରସଂଘର ନୀତି ବିରୁଦ୍ଧ। ଏହି କାରଣରୁ ଭାରତକୁ ରାଷ୍ଟ୍ରସଂଘ ରୂପେ ବିବେଚନା କରିବାକୁ ମଧ୍ୟ କେତେକ ଦ୍ୱିଧା ପ୍ରକାଶ କରନ୍ତି। ତାପରେ ହେଲା କ୍ଷମତାର ଅନନ୍ୟ ବିଭାଜନ, ମାନେ କେନ୍ଦ୍ର ଆଉ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତାଟା କେମିତି ବିଭାଜନ ନ୍ୟାୟପୂର୍ଣ୍ଣ ଭାବେ ହୋଇନାହିଁ। ସେ କହୁଛି ତାଙ୍କ ଭିତରେ ଯେଉଁ ଭାଗ ବଣ୍ଟନଟା ହେଇଛି ଠିକ୍ ନ୍ୟାୟଯୁକ୍ତ ହୋଇନାହିଁ। ସର୍ବାଧିକ 97ଟି ବିଷୟ କେନ୍ଦ୍ର ତାଲିକାରେ ରହିଛି, ଯାହା ଉପରେ ଆଇନ ପ୍ରଣୟନ କରିବାରେ ଏକାନ୍ତ ଅଧିକାର କେବଳ ସଂସଦର ଅଛି। ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକ କୌଣସି ପରିସ୍ଥିତିରେ ବି ଆଇନ ପ୍ରଣୟନ କରିପାରିବେ ନାହିଁ। ଯେଉଁ 97ଟା କେନ୍ଦ୍ର ତାଲିକା ଅଛି ସେଇଟା ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବନି, ସେଇଟା କେବଳ କେନ୍ଦ୍ର ସରକାର କରିବ। ବୁଝିପାରିଲ? କେନ୍ଦ୍ର ତାଲିକାଟା କେନ୍ଦ୍ର ସରକାର କରିବ, ରାଜ୍ୟ ସରକାର କରିପାରିବନି। ବୁଝିପାରିଲ ନା? ଆଉ ରାଜ୍ୟ ତାଲିକାଟା ରାଜ୍ୟ ସରକାର କରିପାରିବ, ପୁଣି କେନ୍ଦ୍ର ସରକାର ବି କରିପାରିବ। ବୁଝିପାରିଲ ନା? ଆଉ ଯୁଗ୍ମ ତାଲିକାଟା ବି କେନ୍ଦ୍ର ସରକାର କରିପାରିବ। ତାହେଲେ ଏଇଟାରୁ ଜଣାପଡ଼ୁନି ନା କେନ୍ଦ୍ର ସରକାରଟା ବହୁତ ପାୱାରଫୁଲ ବୋଲି। ନା, କିନ୍ତୁ ଅଛି ନିୟମଟା, ମାନେ ରାଜ୍ୟ ସରକାର ରାଜ୍ୟ ତାଲିକା କରିବେ ଆଉ ଯୁଗ୍ମଟା ମିଳିମିଶିକି କରିବେ, କିନ୍ତୁ ପ୍ରକୃତରେ ବେଶୀ ବଳ କାହାର? କେନ୍ଦ୍ର ସରକାରର। ସେ ସେଇଟା କହୁଛି। ଦେଖୁନୁ 97ଟା ବିଷୟ ରହୁଛି କେନ୍ଦ୍ର ସରକାରଙ୍କର, ଏଠି 66ଟା ବିଷୟ ରହୁଛି ରାଜ୍ୟ ସରକାରଙ୍କର। କିନ୍ତୁ ଯେତେବେଳେ ଜରୁରୀ ପରିସ୍ଥିତି ହେଉଛି, ଯେଉଁ ରାଜ୍ୟ ସଭାର ବିଶେଷ କ୍ଷମତାଜନିତ ସୁପାରିଶ, ଆନ୍ତର୍ଜାତୀୟ ଆଇନ, ଚୁକ୍ତି ଓ ରାଜିନାମାର କାର୍ଯ୍ୟକାରିତା ନିମନ୍ତେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ମଧ୍ୟ ଆଇନ ପ୍ରଣୟନ କରିପାରିବ। ଆଉ ତାପରେ ଅବକ୍ଷିପ୍ତ କ୍ଷମତାଟା ବି ହେଉଛି ଯେଉଁ କ'ଣ କହନି କେନ୍ଦ୍ର ସରକାର କରିପାରିବ। ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆରେ ଅବକ୍ଷିପ୍ତ କ୍ଷମତା ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଆମ ଇଣ୍ଡିଆରେ କିନ୍ତୁ ଅବକ୍ଷିପ୍ତ କ୍ଷମତାଟା ସଂସଦକୁ ଦିଆଯାଇଛି, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ଆଉ ଅଷ୍ଟ୍ରେଲିଆରେ କ'ଣ କରାଯାଇଛି? ରାଜ୍ୟମାନଙ୍କୁ ଦିଆଯାଇଛି। ତାପରେ ସମ୍ବିଧାନ ସଂଶୋଧନ। ତୁ ଜାଣିଥିବୁ ଧାରା 368ରେ ସମ୍ବିଧାନ ସଂଶୋଧନ ନିୟମଟା ରହିଛି। ସମ୍ବିଧାନ ସଂଶୋଧନ କ'ଣ? ସମ୍ବିଧାନରେ ଯେଉଁ ସବୁ ନୀତି ନିୟମ ଗୁଡ଼ିକ ରହିଛି ସେଗୁଡ଼ାକ ଯଦି ମାନେ ଅସୁବିଧା ସୃଷ୍ଟି କଲା, ତାହେଲେ ସେଇ ନୀତି ନିୟମ ଗୁଡ଼ିକୁ ଉଠେଇ ଦିଆଯିବ। ଯଦି କ'ଣ ଯୋଡ଼ାଯିବା କଥା ଯୋଡ଼ାଯିବ। ସେଇଟା 368 ଧାରାରେ ଅଛି
ହେଲା। କନଷ୍ଟିଚ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ କନଷ୍ଟିଚ୍ୟୁସନ ଆମେଣ୍ଡମେଣ୍ଟ ଲ ହେଉଛି 368 ଧାରାରେ ଅଛି। କୋଉଗୁଡ଼ାକ ନା ଯେଉଁ ଧାରା 3 ବଳରେ ସଂସଦ ଆଇନ ପ୍ରଣୟନ କରି ରାଷ୍ଟ୍ରସଂଘର ସଦସ୍ୟ ଥିବା କୌଣସି ରାଜ୍ୟର ସୀମା କ'ଣ ଚେଞ୍ଜ କରିପାରିବ? ରାଜ୍ୟର ସୀମା, କ୍ଷେତ୍ରଫଳ, ନାଁ। ଧର ଗୋଟେ ରାଜ୍ୟର ନାଁ ପରିବର୍ତ୍ତନ କରିବ, ଧର ଓଡ଼ିଶା ଅଛି ଓଡ଼ିଆ କରିବ, କିମ୍ବା ଗୋଟେ ତେଲେଙ୍ଗାନା ଅଛି ଯାହା ଗୋଟେ ନାଁ ପରିବର୍ତ୍ତନ କରିବ, ସେଇଟା ହେଉଛି 368 ଧାରାରେ ଅଛି। ଆଉ କ'ଣ ସମ୍ପୃକ୍ତ ରାଜ୍ୟର ବ୍ୟକ୍ତି ସତ୍ତାକୁ ସମ୍ପୂର୍ଣ୍ଣ ବିଲୋପ କରିପାରିବ। ହେଲା। ଏ କ୍ଷେତ୍ରରେ ବିଧେୟକ ଆଗତ ହେବା ପୂର୍ବରୁ ସମ୍ପୃକ୍ତ ରାଜ୍ୟର ମତାମତ ନିଆଯିବ କେବଳ ଉପଚାରିକତା ମାତ୍ର। ଖାଲି ନାମକୁ ମାତ୍ର ରାଜ୍ୟକୁ ପଚାରିବେ, କିନ୍ତୁ ପ୍ରକୃତ କ୍ଷମତାଟା କେନ୍ଦ୍ର ସରକାରଙ୍କ ହାତରେ ଅଛି। ସେଇଥିପାଇଁ ଏଟାକୁ କେନ୍ଦ୍ର ଅଭିମୁଖୀ ଶାସନ କୁହାହବ। ମାନେ ସେଣ୍ଟର ପାଖରେ ବେଶୀ ପାୱାରଟା ରହୁଛି, ସେଇଥିପାଇଁ। ବୁଝିହେଉଛି ନା? ତାପରେ ଜରୁରୀକାଳୀନ କ୍ଷମତା, ତୁ ଜାଣିଥିବୁ ଜରୁରୀକାଳୀନ କ୍ଷମତାଟା 352, 356, 360, ସେଇଟାରେ କାହାର ଅଧିକ ପାୱାର? କେନ୍ଦ୍ରର। ସେ ସେଇ କଥା କହୁଛି। 352 ଧାରା ଅନ୍ତର୍ଗତ ତଥା ଯୁଦ୍ଧ ବହି ଆକ୍ରମଣ, ମୁଁ କହିଥିଲି ଯେଉଁ ଫରେନ୍ ଇନଭାଡର, ମାନେ ବାହ୍ୟ ଶତ୍ରୁ ଆକ୍ରମଣ ଯଦି କଲେ ବାହାର ଦେଶର, କିମ୍ବା ଯୁଦ୍ଧ ହେଲା, ତାହେଲେ ସେଇଟା ହେଉଛି ଜାତୀୟ ଜରୁରୀ ପରିସ୍ଥିତି ହେବ। ବୁଝିପାରିଲ ନା? ଜରୁରୀ ପରିସ୍ଥିତି ସମୟରେ ସମ୍ବିଧାନର 19 ଧାରା ସ୍ୱତଃ ନିଲମ୍ବିତ ହେଇଯାଏ। ବୁଝିପାରିଲ ନା? କେବଳ ଆମର 20 ଆଉ 21 ଧାରାଟା ଅକ୍ଷୁଣ୍ଣ ରହେ, ନହେଲେ ସବୁ ଧାରା ନେଇଯିବ। ବୁଝିହେଉଛି ନା? ଯେତେବେଳେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେବ, ସେଇଟାରେ କ'ଣ ସେଇଟା ଦର୍ଶଉଛି କ'ଣ? କେନ୍ଦ୍ର ସରକାର ପାୱାରଫୁଲ ଦେଖଉଛି ନା, ତା ହାତକୁ ସବୁ କ୍ଷମତା ପଳେଇବ ସେଇଟା। ତାପରେ କେନ୍ଦ୍ରୀୟ ନିର୍ଦ୍ଦେଶ, ସେ କହୁଛି ରାଜ୍ୟରେ ସାମ୍ବିଧାନିକ କଳ ଅଚଳ ହୋଇଥିବା ଦର୍ଶାଇ କେନ୍ଦ୍ର 356 ଧାରା ବଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିପାରିବେ। କହିଥିଲି 356 ଧାରାଟା। ବୁଝିହେଉଛି ନା? ସେତେବେଳେ କେନ୍ଦ୍ର ନିର୍ଦ୍ଦେଶରେ ରାଜ୍ୟଟା ଚାଲିବ, ରାଜ୍ୟ ସରକାର। ତାପରେ କେନ୍ଦ୍ର ଆଇନ ଓ କେନ୍ଦ୍ର କାର୍ଯ୍ୟପାଳିକା କ୍ଷମତା, ରାଜ୍ୟର କାର୍ଯ୍ୟପାଳିକା କ୍ଷମତା ଏପରି କାର୍ଯ୍ୟକାରୀ କରାଯିବ ଯେପରି ତାହା କେନ୍ଦ୍ର ଆଇନର ଅନୁପାଳନ କରିବ, କିନ୍ତୁ କେନ୍ଦ୍ର କାର୍ଯ୍ୟପାଳିକା କ୍ଷମତାର ଗତିରୋଧ କରିବ ନାହିଁ। ସେ କହୁଛି କେନ୍ଦ୍ର ଯେଉଁ ଆଇନଟା କରିବ ରାଜ୍ୟ ସେଟା ପାଳିବ, କିନ୍ତୁ ରାଜ୍ୟ ଯେଉଁଟା କରିବ କେନ୍ଦ୍ର ପାଳିବ ନାହିଁ ନା। ତାପରେ ଆର୍ଥିକ ସହାୟତା, ଆର୍ଥିକ ସହାୟତା କ'ଣ? ମାନେ କେନ୍ଦ୍ର ଦ୍ୱାରା ନିଯୁକ୍ତ ନିୟନ୍ତ୍ରିତ ଅର୍ଥ ରାୟକ, ତୁ ଜାଣିଥିବୁ କେନ୍ଦ୍ର ହେଉଛି ଫାଇନାନ୍ସ କମିଶନରକୁ ନିଯୁକ୍ତ ଆପଏଣ୍ଟ କରେ। କେନ୍ଦ୍ର ରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କର ସମୀକ୍ଷା କରେ, ସେମାନଙ୍କ ମଧ୍ୟରେ ରାଜସ୍ୱ ଅନୁଦାନ ବଣ୍ଟନ ନୀତି ସ୍ଥିର କରେ। ତାପରେ ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟମାନେ କେନ୍ଦ୍ରୀୟ ସହାୟତା ପାଇଁ ବ୍ୟାକୁଳ ହୁଅନ୍ତି। ବୁଝିପାରୁଛ ନା? ପଢ଼ିଲା ବେଳେ କହୁଥିଲି ବି ସେଇ କଥା। ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟମାନେ ଭିନ୍ନ ଦଳର ଶାସନାଧୀନ ହୋଇଥିଲେ ମଧ୍ୟ ସାଧାରଣତଃ କେନ୍ଦ୍ର ଦ୍ୱାରା ବୈମାତୃକ ମନୋଭାବରେ ଶିକାର ହୁଅନ୍ତି। ବେଳେବେଳେ ଗୋଟେ ରାଜ୍ୟ ମାନେ ସାବତ ପୁଅ ଭଳିଆ ଟ୍ରିଟମେଣ୍ଟ ହୁଅନ୍ତି, ମାନେ ବୈମାତୃକ ମନୋଭାବ ଆସେ। ସମସ୍ତଙ୍କୁ କ'ଣ ସମାନ ନଜରରେ ଦେଖିକି କେନ୍ଦ୍ର ଦେଖେ ନାହିଁ। ତାପରେ ରାଜ୍ୟପାଳଙ୍କ ଭୂମିକା, ଯେତେବେଳେ ରାଜ୍ୟପାଳ ହେଉଛନ୍ତି କେନ୍ଦ୍ରର ପ୍ରତିନିଧି, ମନେ ରଖିଥା। କୌଣସି ରାଜ୍ୟର ରାଜ୍ୟପାଳ ଦ୍ୱୈତ ଭୂମିକାରେ ଅବତୀର୍ଣ୍ଣ କରନ୍ତି। ସେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଅପେକ୍ଷା କେନ୍ଦ୍ରର ପ୍ରତିନିଧି ରୂପେ କାର୍ଯ୍ୟ କରନ୍ତି। ସେ ସିନା ରାଜ୍ୟର ରାଜ୍ୟପାଳ, ସେ କିନ୍ତୁ ବେଶୀ କେନ୍ଦ୍ର ସହିତ ଲିଙ୍କ ରଖିଥାନ୍ତି, କାରଣ ଜଣେଇ ଦେବେ ଏଠି ଯଦି କ'ଣ ଅସୁବିଧା ହେଲା ତାଙ୍କୁ, ସେଠୁ ସାଙ୍ଗେ ସାଙ୍ଗେ ରାଷ୍ଟ୍ରପତି ଶାସନ ଜାରି ହେଇଯିବ। ସିଏ ବା ହେଉଛି ରାଜ୍ୟପାଳ, ସିଏ ବା କେନ୍ଦ୍ରର ପ୍ରତିନିଧି, ଖାଲି ଏଠି ନାମକୁ ମାତ୍ର ମୁଖ୍ୟ ହେଇକି ଅଛନ୍ତି। ବୁଝିହେଉଛି? ସେଇ କଥାଟା ସେ କହୁଛି। ସେ ଚାହିଁଲେ ଯଦି ଏଠି କ'ଣ କହିଲା, ରାଜ୍ୟପାଳ କେନ୍ଦ୍ର ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଅପସାରିତ ହୁଅନ୍ତି। ମାନେ ରାଜ୍ୟପାଳ ଯଦି ଯେଉଁ କ'ଣ କହିଲ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେବେ, ବାହାରେ କରିଦେବେ ବି ରାଷ୍ଟ୍ରପତି ତାଙ୍କୁ, ତାହେଲେ କେନ୍ଦ୍ରର ଅଧିକ ପାୱାର ହେଲା ନା। ଆଉ ରାଷ୍ଟ୍ରପତି କେନ୍ଦ୍ରର, ବୁଝିପାରୁଛ ନା? କେନ୍ଦ୍ର ସରକାର ମାନେ ଇଏର ସଂସଦ ରହୁଛି ମାନେ ଲୋକସଭା, ରାଜ୍ୟସଭା, ରାଷ୍ଟ୍ରପତି ଯେଉଁ କହୁଥିଲି, ସେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି, ବହିଷ୍କାର ବି ହେଇଯାଆନ୍ତି ଏଇ ଯେଉଁ ରାଜ୍ୟପାଳ। ତାପରେ ରାଷ୍ଟ୍ରପତିଙ୍କ ନିଷେଧାଧିକାର, ସେ କ'ଣ କହୁଛି? କେନ୍ଦ୍ର ସରକାର ପାୱାରଫୁଲ ନା ରାଷ୍ଟ୍ରପତି ପାୱାରଫୁଲ? କେନ୍ଦ୍ର ସରକାର ନା, ସରକାର କହିଲେ ବହୁତ ଜଣଙ୍କୁ ମିଶୁଛି। ବୁଝିପାରୁଛ ନା? ସେଇଥିରେ ହେଉଛି କ'ଣ, ପ୍ରଧାନମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସବୁ ଯାଉଛନ୍ତି, ସେମାନେ ବେଶୀ ପାୱାରଫୁଲ ରହିବେ।
ତାପରେ ରାଷ୍ଟ୍ରପତିଙ୍କ ନିଷେଧ ଅଧିକାର ପ୍ରେସିଡେଣ୍ଟସ୍ ଭିଟୋ ପାୱାର ସିଏ କ'ଣ କଲେ ଆର୍ଥିକ ଜରୁରୀ ପରିସ୍ଥିତି ଜାରି ହେଲେ ରାଜ୍ୟପାଳ ରାଜ୍ୟ ବ୍ୟବସ୍ଥାପିକା ଦ୍ୱାରା ଗୃହୀତ ସମସ୍ତ ଅର୍ଥ ବିଧେୟକଗୁଡ଼ିକୁ ରାଷ୍ଟ୍ରପତିଙ୍କ ବିଚାରାର୍ଥ ପ୍ରେରଣ କରିବେ। ଆଉ ଗୋଟେ ମାନେ ହେଉଛି ରାଷ୍ଟ୍ରପତିଙ୍କର ଗୋଟେ କ୍ଷମତା ଅଛି ଭିଟୋ ପାୱାର, ସେ ଯଦି ଚାହିଁବେ ସେଟାକୁ ପୁରା ଅକାମୀ କରିଦେବେ। ବୁଝିପାରୁଛ ନା? ଆଉ ଯଦି ରାଜ୍ୟପାଳ ଚାହିଁବେ କରିପାରିବେନି, ରାଜ୍ୟପାଳ ପଠେଇବେ ହେଉଛି ରାଷ୍ଟ୍ରପତିଙ୍କ ପାଖକୁ ମୁଁ ଏଇଟା କରିବି ନା କରିବି ନାହିଁ। ବୁଝିପାରୁଛ ନା ନିଷ୍ପତ୍ତିଟା? ନା, ରାଜ୍ୟ ବ୍ୟବସ୍ଥାପିକା ଦ୍ୱାରା ପାରିତ କେତେକ ସ୍ୱତନ୍ତ୍ର ଧରଣର ବିଧେୟକ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ବିଚାରାର୍ଥ ପ୍ରେରଣ କରନ୍ତି। ଉଚ୍ଚ ନ୍ୟାୟାଳୟର କ୍ଷମତା କ୍ଷୁଣ୍ଣ କରିବା ଅଥବା କେନ୍ଦ୍ର ଆଇନକୁ ବିରୋଧ କରିବାର ସମ୍ଭାବନା ଥିବା ବିଧେୟକଗୁଡ଼ିକ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ସେଇଟା କହିଲା ଉଭୟ କ୍ଷେତ୍ରରେ ରାଷ୍ଟ୍ରପତି ଏହି ବିଧେୟକଗୁଡ଼ିକୁ ଅନୁମୋଦ କରିପାରନ୍ତି ଓ ତାଙ୍କ ନିଷେଧ ପ୍ରୟୋଗ କରି ଅକାମୀ କରିଦେଇ ପାରନ୍ତି। ତାପରେ ହେଉଛି ରାଜ୍ୟମାନଙ୍କର ଅସମାନତା। ବୁଝିପାରିଲ ନା? ରାଜ୍ୟମାନଙ୍କର ଅସମାନତା କ'ଣ? ତୁ ଜାଣିଥିବୁ ଆମ ଓଡ଼ିଶାରୁ ଲୋକସଭାକୁ ଯାଇଛନ୍ତି 21 ଜଣ, ରାଜ୍ୟସଭାକୁ ଯାଇଛନ୍ତି 10 ଜଣ, ସେଭଳିଆ ଅନ୍ୟାନ୍ୟ ରାଜ୍ୟରୁ ଭେରାଇଟି ଅଲଗା ଅଲଗା ଯାଇଛନ୍ତି। ବୁଝିପାରୁଛ ନା? କୋଉଠି ଉତ୍ତରପ୍ରଦେଶର 80 ଜଣ, ବୁଝିପାରୁଛ ନା? ସବୁ ଅଲଗା ଅଲଗା। ସେଇଟା କହୁଛି ଯେହେତୁ ଉତ୍ତରପ୍ରଦେଶରୁ 31 ଜଣ ଅଛନ୍ତି ପ୍ରତିନିଧି, ଓଡ଼ିଶାରୁ 10 ଜଣ, ରାଜ୍ୟସଭାକୁ ଉତ୍ତରପ୍ରଦେଶରୁ 31 ଜଣ, ସବୁଆଡ଼େ ଅଲଗା ଅଲଗା ହେଲେ ନା ସେଠି କେମିତି ସମାନ ହେଲା ତାହେଲେ? ସେଇଟା ସେ କହୁଛି ରାଜ୍ୟମାନଙ୍କ ଅସମାନତା। ତାପରେ ଯୋଜନା ଆୟୋଗ ବା ନୀତି ଆୟୋଗ, ପ୍ଲାନିଂ କମିଶନ ଆଉ ନୀତି ଆୟୋଗ। ଏଇ ନୀତି ଆୟୋଗର ଚେୟାରମ୍ୟାନ୍ ହେଉଛନ୍ତି ଯେଉଁ କ'ଣ କହିଲ ପ୍ରଧାନମନ୍ତ୍ରୀ। ଏଇଟା ପରୀକ୍ଷାରେ ପଡ଼ିଥିଲା। ଯୋଜନା ଆୟୋଗ ଏକ ସମ୍ବିଧାନ ବହିଷ୍କୃତ ବା ଏକ୍ସଟ୍ରା କନଷ୍ଟିଟ୍ୟୁସନାଲ ଏକ ଅଣବୈଧାନିକ ବା ନନ୍ ଷ୍ଟାଚୁଟାରୀ ସଂସ୍ଥା। ଏଇଟା ଭେରି ଇମ୍ପୋର୍ଟାଣ୍ଟ। ଏଇ ଯେଉଁ ଯୋଜନା ଆୟୋଗଟା ପ୍ଲାନିଂ କମିଶନ 9 ଜଣ ସଦସ୍ୟ ବିଶିଷ୍ଟ, ଏହାର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ। ବୁଝିହେଲା? ନୀତି ଆୟୋଗ 2015ରେ ସୃଷ୍ଟି ହେଇଥିଲା। ନୀତି ଆୟୋଗର ଚେୟାରମ୍ୟାନ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ। ବୁଝିହେଉଛି ନା? ପ୍ଲାନିଂ କମିଶନରେ ସେମାନେ ପ୍ଲାନିଂ କରିବେ କେମିତି ଦେଶକୁ ଚଳେଇବେ, କ'ଣ କ'ଣ କରିକି, ଯେମିତି ଏଠି କ'ଣ କରିବା, କେନ୍ଦ୍ର ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏହାର ସଦସ୍ୟ ଅଟନ୍ତି। କାହାର? ଏଇ ଯେଉଁ ପ୍ଲାନିଂ କମିଶନର କେନ୍ଦ୍ର ସରକାର ଏହାର ଉପାଧ୍ୟକ୍ଷକୁ ନିଯୁକ୍ତି ଦିଅନ୍ତି। ଏହା ସଂସଦ ନିକଟରେ ଉତ୍ତରଦାୟୀ ନୁହେଁ। ବୁଝିହେଲା? ଏଇଟା 2024 ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବାରୁ ଯୋଜନା ଆୟୋଗଟା ନଷ୍ଟ ହେଇଗଲା ବା ଇଏ ହେଇଗଲା 2014ରେ ପ୍ଲାନିଂ କମିଶନଟା ନଷ୍ଟ ହେଇକି ଗୋଟେ ସୃଷ୍ଟି ହେଲା 2015ରେ ନୀତି ଆୟୋଗ। ସେଇଟା ପ୍ଲାନିଂ କମିଶନ ଥିଲା, ସେଇଟାକୁ ଇଏ କରିକି ଆଉ ଗୋଟେ ନୂଆ କଲେ, ସେଇଟା ହେଉଛି ନୀତି ଆୟୋଗ 2015ରେ। ପରୀକ୍ଷାରେ ପଡ଼ିବ ନୀତି ଆୟୋଗ କେବେ ସୃଷ୍ଟି ହେଇଥିଲା? 2015ରେ। ପ୍ଲାନିଂ କମିଶନଟା 2014ରେ ଭାଙ୍ଗିଗଲା ବା ନଷ୍ଟ କରିଦିଆଗଲା। ତାର ଚେୟାରମ୍ୟାନ୍ କିଏ ଥିଲେ? ପ୍ରଧାନମନ୍ତ୍ରୀ। ବୁଝିପାରୁଛ ନା? ତାପରେ ହେଉଛି ସର୍ବଭାରତୀୟ ସଭା। ମୁଁ କହିଥିଲି UPSC ୟୁନିୟନ ପବ୍ଲିକ ସର୍ଭିସ କମିଶନ, ଯେଉଁ ସର୍ବଭାରତୀୟ ସେବା, IPS IAS ସେଗୁଡ଼ାକ ହେଉଛି ଯେଉଁ କ'ଣ ସର୍ବଭାରତୀୟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି। କହିଥିଲି ରାଜ୍ୟସଭା ନେଉନାହାନ୍ତି କି 312 ଧାରାରେ ଅଛି, ଯେଉଁ ରାଜ୍ୟ ସରକାର ବାହାର କରନ୍ତି IAS IFS IPS ଯେଉଁ ସର୍ବଭାରତୀୟ ସେବା ଗୁଡ଼ିକ। ବୁଝିପାରିଲ ନା? ସେଟା ତାହେଲେ ସେ କେନ୍ଦ୍ର ସରକାରଙ୍କର। ସବୁ ତ ଏଇଠୁ ତ ଜଣାପଡ଼ୁଛି ଯେ କ୍ଷମତାଟା କେନ୍ଦ୍ର ଆଡ଼କୁ ଯାଉଛି। କେନ୍ଦ୍ରଟା ବହୁତ ପାୱାରଫୁଲ୍, କ୍ଷମତାର କେନ୍ଦ୍ରୀକରଣ କରାଯାଇଛି। ବୁଝିହେଉଛି? ତାପରେ ଏକରୂପୀ ନ୍ୟାୟ ପ୍ରଶାସନ। ଆଉ ତୁମେ ବି ଜାଣିଥିବ ଏକରୂପୀ ନ୍ୟାୟ ପ୍ରଶାସନରେ ସବୁଠୁ ସର୍ବୋଚ୍ଚ ନ୍ୟାୟାଳୟ କେଉଁଟା ଭାରତର? ସେଇଟା ହେଉଛି ସୁପ୍ରିମକୋର୍ଟ। ରାଜ୍ୟମାନଙ୍କର ମାନେ ଉଚ୍ଚ ନ୍ୟାୟାଳୟ ହେଉଛି କେଉଁଟା? ହାଇକୋର୍ଟ। ସୁପ୍ରିମକୋର୍ଟ ହେଉଛି ଦେଶର, ସିଏ ସବୁ ନ୍ୟାୟାଳୟର ଊର୍ଦ୍ଧ୍ୱରେ, ତେଣୁକରି ସିଏ ପାୱାରଫୁଲ୍ ନା ନାହିଁ? ତାପରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ସେଟାକୁ ଗଲା ପରେ ମାନେ ଯେଉଁ କେଉଁଟା କହିଲ, ଯେଉଁ ସାମ୍ପ୍ରଦାୟିକ ଦଙ୍ଗା, ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କିଛି ଅର୍ଦ୍ଧସାମରିକ ବାହିନୀ, ଯେଉଁ ଡିଫେନ୍ସ, ଯେଉଁ ପୋଲିସ କିମ୍ବା IRPF CRPF ଯେଉଁ ଚାକିରି କରୁଛନ୍ତି, ସେଗୁଡ଼ାକ ସବୁ କେନ୍ଦ୍ରର। ମାତ୍ର ସାଧାରଣ ଶୃଙ୍ଖଳା ଓ ସମ୍ଭାବ୍ୟ ବିପଦ ଅଥବା କେନ୍ଦ୍ରୀୟ ସମ୍ପତ୍ତିର ସୁରକ୍ଷା ବେଳରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କରେ ଏହି ବାହିନୀ ମୁତୟନ କରିବା ଦେଖାଯାଏ। ମାନେ ସେଇଟା ହେଉଛି କେନ୍ଦ୍ର ସରକାର ଅଣ୍ଡରରେ ଯେଉଁ CRPF, ଯେଉଁ ବଡ଼ ବଡ଼ ଯେଉଁ ଡିଫେନ୍ସ ଲାଇନର ଯେଉଁ ଚାକିରି, ସେମାନେ ଦରକାର ପଡ଼ିଲେ ସେମାନଙ୍କୁ ବି ରାଜ୍ୟରେ ଦେଉଛନ୍ତି ନିଯୁକ୍ତି। ରାଜ୍ୟରେ? ହଁ, ସେଟା ଦେଶୀୟ ମାନେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଜବ୍ ନା ସେଗୁଡ଼ାକ। ଯେମିତି CRPF ହେଲା, ଯେଉଁ ଚାକିରି କରୁଛନ୍ତି, ହଁ, ସେଇମାନେ ଆସିକି ପୁଣି ରାଜ୍ୟ ଗୁଡ଼ାରେ ବି ଜଗୁଛନ୍ତି। ବୁଝିପାରୁଛ ନା? ଏମାନଙ୍କର କାର୍ଯ୍ୟକଳାପକୁ ବି ଅନୁଧ୍ୟାନ କରୁଛନ୍ତି।
ବୁଝିହେଲା। ତାପରେ ଏକକ ସମ୍ବିଧାନ ଏକକ ନାଗରିକତା। ତୁମେ ତ ଜାଣିଥିବ ଆମ ଭାରତରେ ଗୋଟିଏ ସମ୍ବିଧାନ, ସେଇ ସମ୍ବିଧାନକୁ ମାନିକି ସମସ୍ତେ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଚାଲୁଛନ୍ତି। ଏକକ ନାଗରିକତା, ଆମେ ସମସ୍ତେ ଭାରତୀୟ। କିନ୍ତୁ ଆମେରିକାରେ କ'ଣ ଦ୍ୱୈତ ନାଗରିକତା, ତାଙ୍କ ରାଜ୍ୟର ନାଗରିକ ପୁଣି ଦେଶର ନାଗରିକ, କିନ୍ତୁ ଆମେ ଦେଶର ନାଗରିକ ଭାରତୀୟ। ଆମର ଏକକ ନାଗରିକତା ଏକ ସମ୍ବିଧାନ। ତାପରେ କେନ୍ଦ୍ରୀୟ କର୍ତ୍ତୃପକ୍ଷ କ'ଣ ମାନେ ଜାତୀୟ ନିର୍ବାଚନ ଆୟୋଗ, କେନ୍ଦ୍ର ଲୋକସଭା ଆୟୋଗ, ଜାତୀୟ ବିକାଶ ପରିଷଦ NDC ନ୍ୟାସନାଲ ଡେଭଲପମେଣ୍ଟ କାଉନସିଲ, ଆଞ୍ଚଳିକ ପରିଷଦ ଜୋନାଲ କାଉନସିଲ, ଆନ୍ତର୍ଜାତୀୟ ପରିଷଦ, ମହାଲେଖ ନିୟନ୍ତ୍ରକ ସମୀକ୍ଷକ, ମହାନ୍ୟାୟବାଦୀ, କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ବା CBI ସେଣ୍ଟ୍ରାଲ ବ୍ୟୁରୋ ଇନଭେଷ୍ଟିଗେସନ, ସୀମା ନିର୍ଦ୍ଧାରଣ ଆଇନ CBIଟା ହେଉଛି ସେଣ୍ଟ୍ରାଲ ବ୍ୟୁରୋ ଇନଭେଷ୍ଟିଗେସନ ଯେଉଁ ହେଲା। ତାପରେ ସୀମା ନିର୍ଦ୍ଧାରଣ ଆୟୋଗ, ଡିଲିମିଟେସନ କମିଶନ, ଜନଗଣନା ନିର୍ଦ୍ଦେଶ, ଏଇଟା ତ ସବୁ ହେଉଛି କେନ୍ଦ୍ରୀୟ। ଏଇଟା ଯେତିକି ସବୁ କହିନି ସବୁ ହେଲା କେନ୍ଦ୍ରୀୟ। ତାହେଲେ ଏଇଠୁ ତ ଜଣାପଡ଼ୁଛି କେନ୍ଦ୍ରଟା ବହୁତ ପାୱାରଫୁଲ, ମାନେ କ୍ଷମତାର କେନ୍ଦ୍ରୀକରଣ କରାଯାଇଛି, ବିକେନ୍ଦ୍ରୀକରଣ ନୁହଁ। ବୁଝି ହେଲା। ତାହେଲେ ଆଜି ବିଷୟଟି ସରିଗଲା।